ଆଉ ଆପଣ କିଏ? ବାବୁ ନୁହେଁ କି ଆପଣ ନୁହେଁ, ତୁ ବୋଲି ବନ୍ଧୁ, ସନ୍ଦୀପ ବୋଲି ଡାକନ୍ତୁ। ସନ୍ଦୀପ? ହଁ ସାର୍, ମୁଁ ଆପଣଙ୍କ ଛାତ୍ର ସନ୍ଦୀପ। ମନେ ପକେଇଲେ ସାର୍, ଆପଣ ଆମକୁ ସରଦାପୁର ସ୍କୁଲରେ ଶିକ୍ଷକତା କରୁଥିବା ସମୟରେ। ସରଦାପୁର? ହଁ ସାର୍, ସରଦାପୁର। ମୋ ମାର ଦେହ ଖରାପ ହୋଇଥିଲା। ମୋ ମା ଛଡ଼ା ଏ ଦୁନିଆରେ ମୋର କେହି ନଥିଲେ। ମୋ ମାର ମେଡିକାଲ ଚିକିତ୍ସା କରିବା ପାଇଁ ମୋ ପାଖରେ ଟଙ୍କାଟିଏ ବି ନଥିଲା। ଆପଣ ମୋ କଥା ଶୁଣୁ ଶୁଣୁ ଆପଣଙ୍କ ହାତର ସୁନା ମୁଦି ମୋ ହାତକୁ ଦେଇଥିଲେ। ତମେ ତମେ ସେଇ ସନ୍ଦୀପ? ହଁ ସାର୍। ସରଦାପୁର ସ୍କୁଲ? ଆଜ୍ଞା ସାର୍। ଏତେ ବড়টি ହେଇଗଲଣି ତମେ ସନ୍ଦୀପ? ହଁ ସାର୍। ସନ୍ଦୀପ ସନ୍ଦୀପ ମନେ ପଡ଼ିଲା ମନେ ପଡ଼ିଲା। ହେଲେ ସାର୍, ସେ ସୁନା ମୁଦିଟାକୁ ନେଇ ଘରକୁ ଗଲା ବେଳକୁ ମୋ ମା ଆଉ ନଥିଲା। ସବୁ କଥା ଶୁଣିଛି। ଘରେ ବି ବସିଥିଲି ମୋ ମାଆକୁ ସବୁଦିନ ପାଇଁ। ହେଲେ ସାର୍, ଆପଣ ଦେଇଥିବା ସୁନା ମୁଦିକୁ ଦେଖି ମୁଁ ଗୋଟେ ଛୋଟିଆ ବିଜନେସ୍ ଆରମ୍ଭ କରିଥିଲି। ଆଜି ସେ ବିଜନେସ୍ ବହୁତ ଆଗରେ। ଆଜି ମୁଁ କୋଟି କୋଟି ଟଙ୍କାର ମାନେ ମୁଁ ଆପଣଙ୍କୁ ଅନେକ ଥର ଦେଖା କରିବାକୁ ଆସିଛି, କିନ୍ତୁ ସବୁଥର ଆପଣଙ୍କ ବଡ଼ ପୁଅ ଅବୁଡ଼ରେ ପଡ଼ିଛି। ସେ ଫେରେଇ ଦେଇଛ? ହଁ ସାର୍, ମୋତେ ଏଇ ଅଞ୍ଚଳରେ କଥା କହି ଅନେକ ଥର ଫେରାଇ ଦେଇଛନ୍ତି, କିନ୍ତୁ ଆଜି ଆପଣଙ୍କ ଅସୁବିଧା ବିଷୟରେ ପାଖ ପଡ଼ିଛି ମୁଁ ସବୁ ଶୁଣି ଜାଣିଛି। ସାର୍, ସେଦିନ ସାର୍ ମୋ ମାଆକୁ ମେଡିକାଲ ନେଇ ବଞ୍ଚେଇ ପାରିନଥିଲି, ହେଲେ ଆଜି ମୋର ଆଉ ଜଣେ ମାଆକୁ ବଞ୍ଚେଇବି। ଆପଣ ଯେବେ ଟ୍ରିଟମେଣ୍ଟ କରେଇବି, କିନ୍ତୁ ସାର୍ ମୋର ଗୋଟେ ଅନୁରୋଧ। ଆରେ କ'ଣ କହିବାର ଅଛି କୁହ? ଆଜିଠୁ ଆପଣ 4 ଜଣ ଯାକ ମୋରି ଘରେ ମୋରି ପାଖରେ ରହିବେ। ଆଉ ସେ ଦେଢ଼ଶହ ଭାଇ ବୋଉକୁ ଏଇଠି ଏକାନ୍ତ ରହିବାର ସୁଯୋଗ ଦେବେ। ଆଉ ତାପରେ କ'ଣ ହଉଛି ମୁଁ ବୁଝି। ଏ ସାବିତ୍ରୀ ସାବିତ୍ରୀ, କିଏ କହିଲା ଦୁନିଆରେ ଭଗବାନ ନାହାନ୍ତି? ଆରେ ଯାହାକୁ 10 ମାସ 10 ଦିନ ଗର୍ଭରେ ରଖି ଜନ୍ମ ଦେଇଥିଲ, ସେ ସିନା ଆମକୁ ଫର କରିଦେଲା। ହେଲେ ଆଜି ଭଗବାନ ଏମିତି ଗୋଟେ ପୁଅକୁ ଆମ ପାଖକୁ ପଠେଇ ଦେଲେ, ଯାହାର କେଇ ପଦ କଥା ଶୁଣୁ ଶୁଣୁ ମୋ ଦେହରୁ ଆପେ ଆପେ ରୋଗ ଗୁଡ଼ା ଭଲ ହେଇଗଲା। ସେ ଦେଢ଼ଶୁର ଭାଇ ବୋଉକୁ ଏଇ ଘରେ ଏକା ଛାଡ଼ି ଦେଇ ଆମେ ସମସ୍ତେ ଏଠୁ ଚାଲିଯିବା। ତମେ ମାନେ କାହିଁ ଡେରି କରୁଛ? ଆସ, ଏଇ ମୁହୂର୍ତ୍ତରୁ ଆମେ ଘର ଛାଡ଼ି ଚାଲିଯିବା। ଏଇ ସନ୍ଦୀପ ସାଙ୍ଗରେ ତାଙ୍କ ଘରକୁ ଆସ।